ନମ୍ବର 1 ଆବାସ ଯୋଜନା ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶାର ସମସ୍ତ ପୌରାଞ୍ଚଳକୁ ପରାମର୍ଶ। ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଆ ସହରୀ ଗୃହ ନିର୍ମାଣ ମିଶନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍ବି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସର ପୂର୍ବ ପର୍ଯ୍ୟାୟ ଯେପରି ଏହି ପର୍ଯ୍ୟାୟ ପାଇଁ ଆବେଦନ ଗୁଡ଼ିକରେ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ୱେବ୍ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯିବ। ନମ୍ବର 2 1 କୋଟି ମହିଳାଙ୍କୁ ଏକାବେଳେ ମିଳିବ ସୁଭଦ୍ରା ଟଙ୍କା। ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କାର 4th ବା ଶେଷ ପର୍ଯ୍ୟାୟ କିସ୍ତି କେବେ ଆସିବ ଯେ ନେଇ ସେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ସୁଭଦ୍ରା ଯୋଜନା ଟଙ୍କା କେବେ ଆସିବ ସେ ନେଇ ବୁଧବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନମ୍ବର 3 ବର୍ଷାରେ ଫସଲହାନି ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଚଳିତ ମାସ 17 ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ ଧରଣର ବର୍ଷା ହୋଇନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଚାଷୀଙ୍କୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ ବର୍ଷା ଜାରି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଧାନ ଏବେ କ୍ଷେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି। ନମ୍ବର 4 ଓଡ଼ିଶା ପାଇଁ 455 କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର। କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ 2024-25 ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ XBFC ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶା ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ 2024-25 ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ଅର୍ଥାତ୍ 3,70,20 କୋଟି ଟଙ୍କା ଏବଂ 2024-25 ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି 84,05,086 କୋଟି ଟଙ୍କା ପ୍ରଦାନ କରାଯାଇଛି। ନମ୍ବର 5 ଭିଜୁଛି ଓଡ଼ିଶା 27 ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା। ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ 74 ମିଲିମିଟର ବର୍ଷା ରେକର୍ଡ। 27 ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ବର୍ଷା ସହ ଘନ କୁହୁଡ଼ି କରିବ ଅସ୍ତବ୍ୟସ୍ତ। ପ୍ରବଳ ବର୍ଷା ନେଇ 24 ଘଣ୍ଟା ପର୍ଯ୍ୟନ୍ତ 14 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ୱେଲମାର୍କ ଲୋ ପ୍ରେସର ଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରିଛି। ନମ୍ବର 6 9ରେ ପ୍ରଧାନମନ୍ତ୍ରୀ 10ରେ ରାଷ୍ଟ୍ରପତି ଆସିବେ। ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ 8ରୁ 10 ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ମୋଦି 9ରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। 10 ତାରିଖ ଉଦ୍ଯାପନୀ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ। ନମ୍ବର 7 ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏବେ ଆବଶ୍ୟକତା ନଥିଲେ କିଣିବାକୁ ପଡ଼ିବନି ଇଣ୍ଟରନେଟ୍ ସହିତ ରିଚାର୍ଜ ପ୍ଲାନ୍। ମୋବାଇଲ ବ୍ୟବହାର କରୁଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର। ଟାଇ ରିଚାର୍ଜ ନିୟମରେ ପରିବର୍ତ୍ତନ କରିଛନ୍ତି। ଭଏସ୍ କଲ୍ ଓ SMS ବ୍ୟବହାରକାରୀ ଗ୍ରାହକଙ୍କ ନିମନ୍ତେ ସ୍ପେଶାଲ ପ୍ଲାନ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏବେ ଗ୍ରାହକ ଇଣ୍ଟରନେଟ୍ ବ୍ୟବହାର କରୁନଥିଲେ ଏଥିପାଇଁ ସେମାନଙ୍କୁ ଦେୟ ବି ଦେବାକୁ ପଡ଼ିବନି। ନମ୍ବର 8 ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ ଦାବି କଲେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ଦାବି କରିଛନ୍ତି। ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏହି ଦାବି ଉଠାଇଛନ୍ତି। ନମ୍ବର 9 ବଡ଼ଦିନରେ ବଣଭୋଜି ପାଇଁ କେନ୍ଦୁଝରକୁ ପର୍ଯ୍ୟଟକଙ୍କ ସୁଅ। ବଡ଼ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ସୁଉଚ୍ଚ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ମନଭରି ଉପଭୋଗ ପାଇଁ ବଡ଼ଦିନ ଓ ନୂଆବର୍ଷ ପାଳନ ଅବସରରେ ବଣଭୋଜିର ମଜା ଉଠାଇବାକୁ କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ନମ୍ବର 10 ପୁଷ୍ପା 2 ଦଲାଚକଟା ଘଟଣା ମୃତ ମହିଳାଙ୍କ ପରିବାର ପାଇଁ 2 କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା। ହାଇଦ୍ରାବାଦର ସନ୍ଧ୍ୟା ହଲ୍ ନିକଟରେ ପୁଷ୍ପା 2ର ସ୍କ୍ରିନିଂ ବେଳେ ହୋଇଥିବା ଦଲାଚକଟାରେ ପ୍ରାଣ ହରାଇଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ମିଳିବ 2 କୋଟି ଟଙ୍କା। ପୁଷ୍ପା 2ର ସ୍କ୍ରିନିଂ ବେଳେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସନ୍ଧ୍ୟା ହଲ୍କୁ ଆସିଥିଲେ। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେବାର ଦଲାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ନମ୍ବର 11 ରଘୁବରଙ୍କ ଇସ୍ତଫାର ଜଣାପଡ଼ିଲା ବଡ଼ କାରଣ। ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର ମିଜୋରାମ କେରଳ ଏବଂ ମଣିପୁର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ନମ୍ବର 12 LPG ପେନ୍ସନରୁ କୃଷକଙ୍କ ଲୋନ୍ ଜାନୁଆରୀ 1ରୁ ବଦଳିଯିବ ଏହି ସବୁ ନିୟମ। 2024 ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି। ଜାନୁଆରୀ 1ରୁ ଅନେକ
କିଛି ଜିନିଷ ବଦଳିଯିବ। ବର୍ଷ, ମାସ, ତାରିଖ ଇତ୍ୟାଦି ବଦଳିବା ସହ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହେବ। ଜାନୁଆରୀ 1ରୁ ଅନେକ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ। ନମ୍ବର 13 କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ 5ଟି ସ୍ୱତନ୍ତ୍ର ଟ୍ରେନ୍। ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ତୀର୍ଥଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ 5ଟି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏ ଟ୍ରେନ୍ ରାଜ୍ୟର ବିଭିନ୍ନ ସହରରୁ ସିଧାସଳଖ ପ୍ରୟାଗରାଜରେ ଯାତ୍ରୀମାନଙ୍କୁ ପହଞ୍ଚାଇବ। ଟ୍ରେନ୍ଗୁଡ଼ିକ ହେଲା ଭୁବନେଶ୍ୱର ତୁଣ୍ଡଲ ଭୁବନେଶ୍ୱର, ପୁରୀ ତୁଣ୍ଡଲ ପୁରୀ, ଟିଟିଲାଗଡ଼ ତୁଣ୍ଡଲା ଟିଟିଲାଗଡ଼, ବିଶାଖାପଟ୍ଟନମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ବିଶାଖାପଟ୍ଟନମ ଏବଂ ବିଶାଖାପଟ୍ଟନମ ଗୋରଖପୁର ବିଶାଖାପଟ୍ଟନମ ସ୍ୱତନ୍ତ୍ର ଟ୍ରେନ୍। ନମ୍ବର 14 ପୁଣି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା 28 ତାରିଖରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସମ୍ବଲପୁରରେ ପହଞ୍ଚିବା ପରେ ମା ସମଲେଇଙ୍କ ଦର୍ଶନ କରିବେ। ବିଏମ୍ କଲେଜ ଅଡିଟୋରିୟମରେ ସ୍ୱାଧୀନ ସଂଗ୍ରାମୀ କୁଞ୍ଜଲ ସାଏଙ୍କ ରକ୍ତପୀଠ ଉପରେ ଏକ ମାଗାଜିନ୍ ଉନ୍ମୋଚନ କରିବେ। ନମ୍ବର 15 ନନ୍ଦନକାନନରେ ନୂଆବର୍ଷ। ହ୍ୱାଟ୍ସଆପ୍ରେ କରିହେବ ଟିକେଟ୍ ବୁକିଂ। ନୂଆବର୍ଷ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ବିଶେଷ ଭାବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହ ପ୍ରବେଶ ଟିକେଟ୍ କରିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯାଇଛି। ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ୱାଟ୍ସଆପ୍ରେ ଟିକେଟ୍ ସଂଗ୍ରହ କରିବାର ସୁବିଧା କରାଯାଇଛି। ନମ୍ବର 16 2025 ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ 2025 ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ ଓ ରେଭେନ୍ୟୁ ଓ ମାଜିଷ୍ଟ୍ରେଟ କୋର୍ଟ ପାଇଁ ପ୍ରଯୁକ୍ତ। ଏହି 26ଟି ସରକାରୀ ଛୁଟି ନୂଆବର୍ଷରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ ଡେ ପର୍ଯ୍ୟନ୍ତ ରହିଛି। ନମ୍ବର 17 ଖୁବ୍ ଶୀଘ୍ର ମିଳିବ ଚିଟ୍ଫଣ୍ଡ ଟଙ୍କା, ବଡ଼ ନିଷ୍ପତ୍ତି ନେବେ ସରକାର। ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ଚିଟ୍ଫଣ୍ଡ ଟଙ୍କା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଉପଭୋକ୍ତା ଦିବସରେ ଦେଇଥିବା ବୟାନ ଚର୍ଚ୍ଚା ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଥର ଠକେଇର ଶିକାର ହୋଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ନମ୍ବର 18 କେନ୍ ବେତବା ନଦୀ ଓ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ୱର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସରେ ଅଭିନନ୍ଦନ ଜଣାଇଛନ୍ତି। ନମ୍ବର 19 ପରଲୋକରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ 8ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନମ୍ବର 20 ରତ୍ନଭଣ୍ଡାର ମରାମତି ସ୍ଥଗିତ। 90% ସରିଛି ଭିତର କାନ୍ଥ ଓ ଛାତ ପ୍ଲାଷ୍ଟର ଛଡ଼ାଇବା କାମ। ବୁଧବାରଠାରୁ ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ 2 ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ। ଆଗକୁ ବଢ଼ୁଥିବା ସରକାରୀ ଛୁଟି ଏବଂ ଆସୁଥିବା ନୂଆବର୍ଷର ଭିଡ଼କୁ ନିୟନ୍ତ୍ରଣ ସହ ଠାକୁରଙ୍କ ଶୃଙ୍ଖଳିତ ନୀତି ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।